ପାଲାବାଲା ଗାଇଲେ ମନ୍ଦୋଦରୀ ମା ରାବଣ ହଉଛି ପୁଅ। ଠିକ ତମ କଥା ମୁଁ ମାନୁଛି। ଏ କୋଉ ଶାସ୍ତ୍ରରେ ଲେଖା ହେଇଛି ବୁଝେଇଲନି। ଗାୟକ ଯାହା କହିବ କଣ ସେଟା ଠିକ? ଯଦି ଶାସ୍ତ୍ରୀୟ ପ୍ରମାଣ ନ ଦେଲା ପାଲା ଛକି ପାଲା ଛକି ପାଲା ଛକି। ତେଣୁ ସଜ୍ଜନ ବର୍ଗେ ଆଜ୍ଞା ମନ୍ଦୋଦରୀ ପହଞ୍ଚିଛି, ରାବଣ ଡାକୁଛି ତାକୁ ମା। ମା ବୋଲି ଡାକୁଛନ୍ତି ରାବଣ ମନ୍ଦ ଧରିକି। ନା ସ୍ୱାମୀ ତମ ମୁଣ୍ଡ ଖରାପ ହେଇଗଲାଣି? ହଁ ମୁଁ ପୁରା ଆପଣଙ୍କର ସ୍ତ୍ରୀ। ମୁଁ ତମର ଆପଣ ସ୍ତ୍ରୀ। କେମିତି ଡାକୁଛନ୍ତି ମା ବୋଲି ଦେଖି କହିଲେ ମତେ ଭାରି ଦୁଃଖ ଲାଗୁଛି। ନାଲୁ ମନ୍ଦୋଦରୀ ସ୍ୱାମୀ ଜୟ ବି ଜୟ ବେନି ଭାଇ ସ୍ୱର୍ଗେ ମୋ ଦ୍ୱାର ପାଳ ହୋଇ। ଆରେ ସ୍ୱର୍ଗେ ମୋ ଦ୍ୱାର ପାଳ ହୋଇ, ସ୍ୱର୍ଗେ ମୋ ଦ୍ୱାର ପାଳ ହୋଇ। ପୁରାଣରେ ଜୟ ଆଉ ବିଜୟ ଥିଲେ ଦି ଭାଇ। ଦି ଭାଇ ଥିଲେ। ଲକ୍ଷ୍ମୀ ମା କୁ ନାରାୟଣ ପାଖକୁ ବାଟ ଛାଡ଼ିଲେନି। ଆଚ୍ଛା 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 ଜୟ ବିଜୟ ବାଟ ଛାଡ଼ିଲେ ମା ଲକ୍ଷ୍ମୀ କି? ନା। ଆଚ୍ଛା ପୁଣି ଭାଗବତ କହିଛି କଣ କହୁଛି? ସନକ ସନନ୍ଦ ସନାତନ ଆସୁରୀ ଆଚ୍ଛା 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 4 ଜଣ ଯାଉଥିଲେ ହଁ ନାରାୟଣ ଦର୍ଶନ କରିବାକୁ। ଆଚ୍ଛା ଏ ଜୟ ବିଜୟ ତାଙ୍କୁ ବାଟ ଛାଡ଼ିଲେନି। ଆଚ୍ଛା ଆଚ୍ଛା ଏପଟେ ଲକ୍ଷ୍ମୀ ଦେଲେ ଅଭିଶାପ, ହଁ ଏପଟେ 4 ଭାଇ ଦେଲେ ଅଭିଶାପ। ଅଭିଶାପ ଦେଲେ। କହିଲା 7 ଜନମ ପର୍ଯ୍ୟନ୍ତେ ରାକ୍ଷସ ହୋଇବ ତୁରିତେ। ରାକ୍ଷସ ହୋଇବ ତୁରିତେ, ରାକ୍ଷସ ହୋଇବ ତୁରିତେ। ଆମେ ଅଭିଶାପ ଦଉଛୁ ହଁ 100 ଜନ୍ମ ପର୍ଯ୍ୟନ୍ତ ତମେ ଅସୁର ଯୋନିରେ ଜନ୍ମ ହବ। ବାସ୍ ନା ମୁକ୍ତି କେମିତି ପାଇବୁ? ହଁ ନା ମୁକ୍ତି ପାଇବାର ବାଟ ହଉଛି ଗୋଟିଏ। କହିଲେ ଆମକୁ ଆଉ ଏତେ ଦୁଃଖ କେମିତି ସହଜ କରିବୁ? ତମକୁ ନାରାୟଣ ମୁକ୍ତି ଦବ। ସଦା ନାରାୟଣ ବାଦ ତମେ ଆଉ କାହା ହାତରୁ ମୁକ୍ତି ପାଇପାରିବ ନାହିଁ। ବାସ୍ କାହିଁକି? କାହିଁକି? ନା ସେ ନାରାୟଣ ହେଉଛି ସତ୍ୟ। ସତ୍ୟ ସତ୍ୟ ନାରାୟଣ ବୋଲି। ସତ୍ୟ ନାରାୟଣ। ସୂର୍ଯ୍ୟ ନାରାୟଣ ସତ୍ୟ ନାରାୟଣ ନୁହଁ। ନାଇଁ 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 ରାମ ନାରାୟଣ ଅନନ୍ତ ମୁକୁନ୍ଦ ମଧୁସୂଦନ ପାଲାବାଲା ଗାଇଲେ ହଁ ହଁ ହରେ ମୁରାରି ମଧୁ କଇଟ ଭାରେ ଏ ବୋଲି ଗାଇଥିଲେ। ରାମ କୁଆଡେ ନାରାୟଣ ନୁହନ୍ତି। ନାଇଁ 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 ଠିକ ତମ କଥା ମୁଁ ମାନୁଛି। ବାସ୍ ଅନନ୍ତ ନାରାୟଣ କୁଆଡେ ନାରାୟଣ ନୁହନ୍ତି। ହଁ ହଁ ଠିକ ତମ କଥା ମୁଁ ମାନୁଛି। ଆଚ୍ଛା ମୁକୁନ୍ଦ ମହାପ୍ରଭୁ କୁଆଡେ ନାରାୟଣ ନୁହନ୍ତି। ନୁହନ୍ତି। ମୁଁ ତମ କଥା ମାନୁଛି। ବାସ୍ ମଧୁସୂଦନ ଭଗବାନ କୃଷ୍ଣ କୁଆଡେ ନାରାୟଣ ନୁହନ୍ତି। ନୁହନ୍ତି। ତମ କଥା ମୁଁ ମାନୁଛି। ଆଚ୍ଛା କୃଷ୍ଣ ନାରାୟଣ ନୁହନ୍ତି। କେଶବ ନାରାୟଣ ନୁହନ୍ତି। ଆଚ୍ଛା ବୈକୁଣ୍ଠପୁରରେ ହରି 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 ସେ କୁଆଡେ ନାରାୟଣ ନୁହନ୍ତି। ଆଚ୍ଛା ପ୍ରକୃତ ନାରାୟଣ ଟା କିଏ ଟିକେ ବୁଝେଇଲନି? ହଁ ଜଗନ୍ନାଥ ହେ ସତ୍ୟ ନାରାୟଣ। କହିବ କଳା ଶ୍ରୀମୁଖ ବାର ଦେଖିବା ଚାଲ। ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି
ঘট ছুটি নেলে বাবু কেহি নজিব পুরা ହେଉଛି ଦିନୁ ଦିନ ଆୟୁଷ ନାଉ ଧରିକେ ଯିବ ସକଳ ନାଚ ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର ସିରି ଭିତର ଦେଖେ କି ମାର ଖାର ଛୁଇଁବେ ନାହିଁ ତୋତେ ବୋଲିବେ ମରା ଛଖଣ୍ଡ କାଠ ହେବ ତୋ ପାଇଁ ଲୋଡ଼ା ଜୀବନରେ ଯେତେ ଧନ କରିଛୁ ଅର୍ଜନ ହସି ହସି ଧୁରୁଆରେ କେଣେ ପଳାଉଛୁ ଜାଣ ଭାଇଟା ତାର କହିଲା 75 ଟଙ୍କାରେ ମୁଗକୁ ବିକିବା କହିଲା ଆଉ 5 ଟଙ୍କା ହେଲେ ମୁଗକୁ ବିକିବା ଶେଷରେ 45 ଟଙ୍କାରେ ମୁଗ ବିକା ହେଲା ଭାବେ ଦେଖ ଆମ ଧୁରୁବା କେଡ଼େ ଚାଲାଖି ପିଲା ପରମ ପୁରୁଷ ତମେ କରଇ ଜୁହାର ଜୟ ଜୟ ଦେବ ଚକ୍ର ପାଇ ଚକ୍ର ଭର ମନ୍ଦୋଦରୀ ମା ରାବଣ ହଉଛି ପୁଅ ଏ କୋଉ ଶାସ୍ତ୍ରରେ ଲେଖା ହେଇଛି ସତ କଥା ଆଜ୍ଞା ଏଟା ଓଲଟାଟା ହଉଛି ଗାୟକ ଯାହା କହିବ କଣ ସେଟା ଠିକ ନାଇଁ 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 ଯଦି ଶାସ୍ତ୍ରୀୟ ପ୍ରମାଣ ନ ଦେଲା ଆଉ କଣ ପାଲା ଛକି ସତ କଥା ଆଉ କିଏ କହିବ କଟକରେ ମଶା ଗୋଟା ବହିର ନାଁ ହେଲା ରାବଣ ବଦ୍ଧ ନାଟକ ବାସ୍ କବି ହେଲେ ଭଟ୍ଟି ଭଟି ଭଟି କହିଲେ ଧିଅ ସମଗ୍ରେ ସଗୁଣେ ରୁଦାର ଭି କ୍ରମଚ ତସ୍ର ଚତୁବର୍ଣ୍ଣ ବୋପମା ପ୍ରକାର ବିଦ୍ୟା ପବନାତି ପାତି ଭି ହରିଦ ଭି ହରିଦା ନିବେଶ୍ୱର